ଟିକେ ଡିରେଲ୍ ହେଇଥିଲା ପ୍ରକୃତରେ ଆଉ ନିଶ୍ଚିତ ଭାବରେ ଆମେ ମାନିବୁ କିନ୍ତୁ ଏବେ 2 ଲକ୍ଷରୁ ଉର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଉଠି ସାରିଲାଣି ଆଉ ପିଟି ଧରିଲାଣି। ମୁଁ ଭାବୁଛି ଏ ଭିତରେ ଧାନ ସମସ୍ତଙ୍କୁ ଉଠିଯିବ, କାହାର ବି ଟୋକନ ଲାଭ ହେବ ନାହିଁ। ଆଉ ପୂର୍ବ ଭଳି ଜିଲ୍ଲାପାଳଙ୍କୁ ମଧ୍ୟ 15 ଦିନର ଅବଧି ଦିଆଯାଇଛି। ଯଦି କାହାର ଟୋକନ ଲାଭ ହେଇଯାଇଥିବ ତାକୁ ମଧ୍ୟ ସେ ସୁଯୋଗ ଦେବେ, ଯାହା ଆବଶ୍ୟକ ପଡ଼ିବ କରାଯିବ, କିନ୍ତୁ କୃଷକମାନେ ଆଦୌ ହଇରାଣ ହେବେ ନାହିଁ, ସମସ୍ତଙ୍କର ଧାନ ଉଠିବ। ଚଟଣି ଶୁଣନ୍ତୁ, କଟନୀ ଚଟଣି ଆମର ଲକ୍ଷ୍ୟ ହେଉଛି ଜିରୋ କଟନୀ ଚଟଣି, ଆଦୌ କଟନୀ ଚଟଣି ହେବ ନାହିଁ। କିନ୍ତୁ ଯେଉଁଠି କଟନୀ ଚଟଣି ହେଉଛି ଆମେ ଆକ୍ସନ୍ ନେବୁ। କାଲିଠାରୁ ଡିଷ୍ଟ୍ରିକ୍ଟର ଅଫିସର୍ସ ମାନଙ୍କୁ କୁହାଯାଇଛି, ସେମାନେ ଚଢ଼ଉ କରିବେ। ଆବଶ୍ୟକ ପଡ଼ିଲେ ରାଜ୍ୟରୁ ମଧ୍ୟ ଟିମ୍ ପଠାଯିବ। ଯିଏ ବି କଟନୀ ଚଟଣି କରୁଛି ତାର ବେପାର ବନ୍ଦ କରିଦିଆଯିବ, ତାଙ୍କ ମିଲ୍ ପୁରା ସିଲ୍ କରିଦିଆଯିବ।